ବହୁତ ଦିନ ପରେ ମନ୍ଦିରରେ ଗୋଟେ ପୁଣ୍ୟପାଳି ଭୋଜିରେ ପଡ଼ିଲା। ଆଜି ଶନିବାର ଅଛି ବୋଲି ମନ୍ଦିର ଯିବାର ଥିଲା ବୋଲି ପ୍ରଥମେ ଗାଡ଼ିଟା ଷ୍ଟାର୍ଟ କରି ବାହାର ପଡ଼ିଲି ମନ୍ଦିର ଯିବା ପାଇଁ। କିଛି ବାଟ ଗଲା ପରେ ମୁଁ ଆସି ମନ୍ଦିରରେ ବି ପହଞ୍ଚିଗଲି। ପ୍ରଥମେ ବାବା ହନୁମାନଜୀ ତାପରେ ଶନିଦେବଙ୍କ ପାଖରେ ମୁଣ୍ଡିଆ ମାରି ସାରିଲା ପରେ ମୁଁ ଘରେ ଆସି ପହଞ୍ଚିକି ଦେଖେ ତ ଆମ ସାଣ୍ଟୁଆ ଖାଇବା ବଢ଼ାବଢ଼ି କରିବାରେ ଲାଗି ପଡ଼ିଥିଲା। ଆଉ ଏପଟେ ମୁଁ ଜଳଖିଆ ଟିକେ ଖାଇସାରିଲା ପରେ ଟୋକାକୁ ଆଉ କୋଉଠି ଖେଳିବାକୁ ମିଳିଲାନି। ଘର ଭିତରେ ବ୍ୟାଟ୍ ବଲ୍ ଖେଳିବା ଆରମ୍ଭ କରିଦେଲା। ଛାଡ଼, ବାବାଙ୍କର ଆଜି ଯେହେତୁ ମଇଦ୍ରପଡ଼ା ବ୍ୟାଙ୍କରେ କାମ ଥିଲା, ଆମେ ବାହାର ପଡ଼ି ପଳେଇ ଆସିଥିଲୁ ମଇଦ୍ରପଡ଼ା ବ୍ୟାଙ୍କକୁ। ବାସ୍ କିଛି ସମୟ ଭିତରେ ଆମେ ଆସି ବ୍ୟାଙ୍କରେ ପହଞ୍ଚିକି ଡକ୍ୟୁମେଣ୍ଟ ସବୁ କିଛି ସମୟ ଭିତରେ ଫିଲ୍ଅପ୍ କରିଦେଇ ସାରିଲା ପରେ ପ୍ରାୟ 10 ମିନିଟ୍ ଭିତରେ ପଇସା ଧରି ବାହାର ପଡ଼ିଲୁ ଘରକୁ ଯିବା ପାଇଁ। ଏ ଖରାକୁ ପିଚୁରୁ ଯୋଉ ଭଳିଆ ହୁଡ଼ା ବାହାରୁଥିଲା, ଆମେ ସିଧା ଯାଇ ରହିଯାଇଥିଲୁ ଲସି ଷ୍ଟଲରେ। ଏପଟେ 5 ମିନିଟ୍ ଭିତରେ ଆମ ଲସି ବି ହେଇଯାଇଥିଲା। ଟାଇମ୍ ଯେହେତୁ ଲେଟ୍ ହଉଥିଲା, ମୁଁ ଫଟାଫଟ ଲସିଟା ପିଇ ଦେଇ ଘରେ ଆସି ପହଞ୍ଚିଲା ବେଳକୁ ଆମ ଗାଁରେ ଯେହେତୁ ଜଣଙ୍କର ପୁଣ୍ୟପାଳି ଥିଲା, ମୁଁ ଆସି ଆମ ମନ୍ଦିରରେ ପହଞ୍ଚିଲା ବେଳକୁ ଗାଁ ଛୁଆ ସବୁ ବସି ପଡ଼ିଥିଲେ ଖାଇବା ପାଇଁ। ମୁଁ ଆଉ ଡେରି ନ କରି ଗାଁ ଛୁଆ ସହିତ ବସି ପଡ଼ିଥିଲି ଖାଇବା ପାଇଁ। ଯେତେ ଯୁଆଡ଼େ ଭୋଜି ହେଇଥାଉ, ମନ୍ଦିରରେ ଟିକେ ଭାତ ଡାଲମା ଖାଇଦେଇ ଘରକୁ ଆସି 4ଟା ବେଳକୁ ମୁଁ ବାହାରି ଯାଇଥିଲି ଖେଳିବାକୁ ଯିବା ପାଇଁ। ଆଜି କାହାର ଖେଳିବାକୁ ଇଚ୍ଛା ନଥିଲା ବୋଲି ସେମିତି ଟିକେ ଟାଇମ୍ ପାସ୍ କରି ସନ୍ଧ୍ୟାବେଳେ ଘରକୁ ଗଲା ବେଳକୁ ଆମ ଡ୍ରେସିଂ ଟେବୁଲ ସାଇଡରେ ସୂର୍ୟାର ଗୋଟେ ଟାୱାର ଫ୍ୟାନ୍ ଥୁଆ ହେଇଥିଲା। ଆଉ କେଜାଣି ଏଇଟା କେତେ ଟଙ୍କା ହେଇଥିବ। ବାକି ସନ୍ଧ୍ୟାବେଳେ ଆମର ଘରକୁ ଗୁପଚୁପ ଆସିଥିଲା ବୋଲି ଟୋକା ସବୁତକ ଗୁପଚୁପ ଖାଇଦେଇ ମୋ ପାଇଁ 4ଟା ଗୁପଚୁପ ରଖିଥିଲା। ଆଉ କୋଉଠୁ କେଜାଣି ଗୁପଚୁପ ଆସିଥିଲା, ବଢିଆ ଲାଗୁଥିଲା ଖାଇବା ପାଇଁ।